41 ବର୍ଷ ଧରି କଥା କହୁଛନ୍ତି ନା ଖାଦ୍ୟ ଖାଉଛନ୍ତି, ହେଲେ କଥା ନ କହିବି ସିଭିଲ ପରୀକ୍ଷାରେ ଉତ୍ତୀର୍ଣ୍ଣ କରୁଛନ୍ତି ନିଜ ଛାତ୍ରଛାତ୍ରୀଙ୍କୁ। କଥାଟା ବିଶ୍ୱାସ ନ ହେଉଥିଲେ ବି ସତ। ଏପରି ଜଣେ ବାବା ଦେଖିବାକୁ ମିଳିଛନ୍ତି ପ୍ରୟାଗରାଜର କୁମ୍ଭ ମେଳାରେ। ହଁ ଆଜ୍ଞା, ଆରମ୍ଭ ହୋଇଯାଇଛି ହିନ୍ଦୁ ଧର୍ମର ମହାପର୍ବ କୁମ୍ଭ ମେଳା। ଏଥିରେ ସାମିଲ ହେବା ପାଇଁ ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥମାନେ ପ୍ରୟାଗରାଜ ଆସିଛନ୍ତି। ସେଥିମଧ୍ୟରୁ ଜଣେ ହେଉଛନ୍ତି ମୌନ ବାବା, ଯିଏକି 41 ବର୍ଷ ଧରି ପଦେ ବି କଥା ହୋଇନାହାନ୍ତି କି ଖାଦ୍ୟ ଖାଇନାହାନ୍ତି, କେବଳ ଚା ପିଇ ବଞ୍ଚିଛନ୍ତି। ହେଲେ ସବୁଠୁ ବଡ଼ କଥା ହେଲା କଥା ନ କହିବି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି ଆଉ ପିଲାମାନେ ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହେଉଛନ୍ତି। ତେବେ ମୌନ ମହାରାଜଙ୍କ ପ୍ରକୃତ ନାମ ହେଉଛି ଦିନେଶ ସ୍ୱରୂପ ବ୍ରହ୍ମଚାରୀ। ଏହି ବାବା ଏକ ଶିକ୍ଷକ ପରିବାରରେ ଜନ୍ମ ନେଇଛନ୍ତି। ସେ ଉଦ୍ଭିଦ ବିଜ୍ଞାନରେ ବିଏସସି କରିଛନ୍ତି। ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ଶିକ୍ଷା ବିଭାଗରେ ନିଯୁକ୍ତି ମିଳିଥିଲା। ମାତ୍ର ସେତେବେଳକୁ ସାଂସାରିକ କାର୍ଯ୍ୟ ପ୍ରତି ତାଙ୍କର ରୁଚି ନଥିଲା। ସେ ଚାକିରି ନ କରି ବାବା ହେବାକୁ ସ୍ଥିର କଲେ। ବାବାଙ୍କ ପାଇଁ ଧର୍ମ ଏବଂ ଆଧ୍ୟାତ୍ମିକତା ସବୁ କିଛି। ତାଙ୍କ ନିକଟକୁ ଆସୁଥିବା ଲୋକଙ୍କୁ ସେ ପ୍ରସାଦ ଭାବରେ ଚା ଦେଇଥାନ୍ତି। ବ୍ୟୁରୋ ରିପୋର୍ଟ, DNK ଲାଇଭ।